ଆଜିର ଆଲୋଚନା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ରିନ୍ୟୁଆଲ। ସୂଚନା ଅନୁସାରେ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବେ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଅକ୍ଟୋବର 9 ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଦିନଠାରୁ 2 ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ। ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ। ନବୀନ ପ୍ରଥମେ ସଦସ୍ୟ ଭାବେ ତାଙ୍କ ସଦସ୍ୟତାକୁ ରିନ୍ୟୁ କରିବେ। ତାପରେ ଅନ୍ୟ ସଦସ୍ୟମାନେ ତାଙ୍କର ସଦସ୍ୟତାକୁ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡ଼ି ହେବେ। ଏଇଠି ପ୍ରଶ୍ନ ଉଠୁଛି, ନିଜର ସଦସ୍ୟତାକୁ ରିନ୍ୟୁ କରିବେ ତ ପୁରୁଣା କର୍ମକର୍ତ୍ତାମାନେ? ଏଥର ସରକାର ପରିବର୍ତ୍ତନ ହୋଇଛି। ବିରୋଧୀ ଦଳରେ ରହିବାକୁ ପସନ୍ଦ କରିବେ ତ ବିଜେଡିର ପୁରୁଣା କର୍ମକର୍ତ୍ତାମାନେ, ନା ରାଜ୍ୟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟତା ସେମାନେ ନେଇଯାଇଛନ୍ତି? ଏହାକୁ ନେଇ ଉଠିଛି ପ୍ରଶ୍ନ। ଶଙ୍ଖ ଭବନ ପରେ ରାଜ୍ୟର କୋଣ ଅନୁକୋଣରେ ଚାଲିବ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ। ପ୍ରତି ଜିଲ୍ଲାର ନେତୃବୃନ୍ଦ ଉପସ୍ଥିତ ରହିବେ। ଅନଲାଇନ ଯୋଗାଯୋଗରେ ମଧ୍ୟ ରହିବେ। ଅନଲାଇନର ଡିଜିଟାଲ ପ୍ଲାଟଫର୍ମର ରୂପରେଖ 9 ତାରିଖରେ ଉନ୍ମୋଚନ ହେବ। ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ। ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ। ସୂଚନା ଅନୁସାରେ ପ୍ରତି 3 ବର୍ଷରେ ଥରେ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ହୁଏ। ଘରକୁ ଘର ଯାଇ ଆମେ ସଦସ୍ୟ ସଂଗ୍ରହ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ଦଳ ବିଜୁ ଜନତା ଦଳ ମଜବୁତ ଅଛି। ଆଗକୁ ବହୁତ ମଜବୁତ ହେବ ଏବଂ ସଦୃଢ଼ ହେବ ଦଳ। ବିଜେଡି 1 ନମ୍ବର ଦଳ ଥିଲା, ଅଛି ଓ ରହିବ। ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ସଂଖ୍ୟା ବଢ଼ାଇବୁ ବୋଲି ସେ କହିଛନ୍ତି।